ବହୁତ ସମୟ ପୂର୍ବର କଥା। ଗୋଟିଏ ଛୋଟିଆ ଗାଁରେ ଏକ ଗରିବ ଲୋକ ରହୁଥିଲା। ତାର ଘର ମାଟି ଏବଂ ପୁଆଳର ଢାଙ୍କୁଣୀରେ ବନା ହୋଇଥିଲା। ବର୍ଷାରେ ପ୍ରାୟତଃ ପାଣିରେ ଭରି ଯାଉଥିଲା। ଥକି ହାରିକରି ଗୋଟିଏ ଦିନ ସେ ରାଜାଙ୍କର ପାଖକୁ ଗଲା ଏବଂ କହିଲା, ମହାରାଜ, ପାଦ ତଳକୁ ମୁଁ ଆସିଛି। ଗୋଟିଏ ଛୋଟ ବିନତି ଆଣିଛି। 5,000ର କରୁଛି ମୁଁ ଯାତନା, ଫେରାଇବି ମୁଁ ସତ ଭାବନା। 5 ବର୍ଷରେ ଭରଣା କରିବି ପୁରାଧନ, ଆପଣଙ୍କର ଦୟାରୁ ହେବ ମୋର ଜୀବନ ଧନ୍ୟ। ରାଜା ତାର କଥାକୁ ବିଶ୍ୱାସ କରି ତାକୁ 5,000 ଟଙ୍କା ଦେଇଦେଲା। 5 ବର୍ଷ ବିତିଗଲା ପରେ ମଧ୍ୟ ଯେବେ ସେହି ଲୋକଟି ରାଜାଙ୍କର 5,000 ଟଙ୍କା ଫେରାଇଲା ନାହିଁ, ତ ରାଜା ବାଧ୍ୟ ହୋଇ ତାର ଘରକୁ ଯିବାକୁ ପଡ଼ିଲା। କିନ୍ତୁ ସେଠାରେ ସେହି ଲୋକ ମିଳିଲା ନାହିଁ। ଯେବେ ମଧ୍ୟ ରାଜା ସେଠାକୁ ଯାଉଥିଲା ତ ବାହାନା ବନାଇ କରି ତାକୁ ଫେରାଇ ଦିଆଯାଉଥିଲା। ଗୋଟିଏ ଦିନ ରାଜା ସେହି ଲୋକର ଘରକୁ ଗଲା। ସେଠାରେ ଅନ୍ୟ କେହି ତ ଦେଖାଗଲେ ନାହିଁ, କିନ୍ତୁ ଗୋଟିଏ ଛୋଟ ଝିଅଟି ବସିଥିଲା। ରାଜା ତାକୁ ପଚାରିଲା, ତୁମର ବାପା କୁଆଡ଼େ ଗଲେ? ଝିଅଟି କହିଲା, ବାପା ସ୍ୱର୍ଗରେ ପାଣି ଅଟକାଇବାକୁ ଯାଇଛନ୍ତି। ରାଜା ପୁଣି ପଚାରିଲା, ତୁମର ଭାଇ କୁଆଡ଼େ ଗଲେ? ଝିଅଟି କହିଲା, ବିନା ଝଗଡ଼ାରେ ଝଗଡ଼ା କରିବାକୁ ଯାଇଛନ୍ତି। ରାଜା ଗୋଟିଏ ମଧ୍ୟ କଥା ବୁଝିପାରୁ ନଥିଲେ। ଏଥିପାଇଁ ସେ ପୁଣି ପଚାରିଲେ, ତୁମର ମା କୁଆଡ଼େ ଗଲେ? ଝିଅଟି କହିଲା, ମା ଗୋଟିଏରୁ 2ଟି କରିବାକୁ ଯାଇଛନ୍ତି। ରାଜା ତାର ଏହି ଗୋଲ ଗୋଲ ଉତ୍ତରରୁ ବିରକ୍ତ ହେଲା। ସେ କ୍ରୋଧରେ ପଚାରିଲା, ଏବଂ ତୁମେ ଏଠାରେ କ'ଣ କରୁଛ? ଝିଅଟି ହସିକରି କହିଲା, ମୁଁ ଘରେ ବସି ସଂସାରକୁ ଦେଖୁଛି। ରାଜା ବୁଝିଗଲା ଯେ ଝିଅଟି ତାର କୌଣସି କଥାର ସିଧା ଉତ୍ତର ଦେବ ନାହିଁ। ଏଥିପାଇଁ ସେ ଏବେ ତାଠାରୁ ଏହି କଥାର ଅର୍ଥ ଜାଣିବା ପାଇଁ ସ୍ନେହପୂର୍ଣ୍ଣ ଭାବରେ ପଚାରିବାକୁ ପଡ଼ିବ। ରାଜା ମୁହଁରେ ସ୍ନେହପୂର୍ବକ ହସ ଆଣି ପଚାରିଲା, ଝିଅ, ତୁମେ ଏବେ ଯେଉଁ ପ୍ରଶ୍ନର ଉତ୍ତର ଦେଲ ତାର ଅର୍ଥ କ'ଣ ଅଟେ? ମୁଁ ତୁମର ଗୋଟିଏ କଥାର ଅର୍ଥ ମଧ୍ୟ ବୁଝିପାରିଲି ନାହିଁ। ତୁମେ ସିଧା ସିଧା ମୋତେ ତାର ଉତ୍ତର ବୁଝାଅ। ଝିଅ ମଧ୍ୟ ହସିକରି କହିଲା, ଯଦି ମୁଁ ସବୁ କଥାର ଅର୍ଥ ବୁଝାଇ ଦେବି ତ ଆପଣ ମୋତେ କ'ଣ ଦେବେ? ରାଜାର ମନରେ ସବୁ କଥା ଜାଣିବାର ଉତ୍କଣ୍ଠା ଥିଲା। ସେ କହିଲା, ଯାହା ମାଗିବ ତାହା ଦେବି। ଝିଅଟି କହିଲା, ଆପଣ ମୋର ବାପାର ସବୁ ଋଣ କ୍ଷମା କରିଦେବ ତ ମୁଁ ଆପଣଙ୍କୁ ସବୁ କଥାର ଅର୍ଥ କହିବି। ରାଜା କହିଲେ, ଠିକ୍ ଅଛି, ମୁଁ ତୁମର ବାପାର ସବୁ ଋଣ କ୍ଷମା କରିଦେବି। ଏବେ ତ ସବୁ କଥାର ଅର୍ଥ ବୁଝାଇ ଦିଅ। ଝିଅ କହିଲା, ଏବେ କହିପାରିବି ନାହିଁ ସବୁ କଥା ମହାରାଜ। କାଲି ଆସିବ ତ ହେବ ସବୁ କାର୍ଯ୍ୟ। ସବୁ କଥାର ଅର୍ଥ ବତାଇବି, କିନ୍ତୁ ଆଜି ନୁହେଁ କାଲି ହିଁ କହିପାରିବି। ରାଜା ପରଦିନ ପୁଣି ସେହି ଲୋକର ଘରକୁ ଗଲେ। ଆଜି ସେଠାରେ ସମସ୍ତ ଲୋକ ଉପସ୍ଥିତ ଥିଲେ। ସେ ଲୋକ, ତାର ପତ୍ନୀ, ପୁଅ ଏବଂ ତାର ଝିଅ ମଧ୍ୟ। ରାଜାକୁ ଦେଖି ଝିଅ ପଚାରିଲା, ମହାରାଜ, ଆପଣ ନିଜ ବଚନ କଥା ମନେ ଅଛି ତ? ରାଜା କହିଲା, ହଁ, ମୋର ମନେ ଅଛି। ତୁମେ ଯଦି ସବୁ କଥାର ଅର୍ଥ କହିଦେବ ତ ମୁଁ ତୁମର ବାପାର ସବୁ ଋଣ କ୍ଷମା କରିଦେବି। ଝିଅ କହିଲା, ସବୁଠାରୁ ପ୍ରଥମେ ଏହା କହିଥିଲି ଯେ ବାପା ସ୍ୱର୍ଗର ପାଣି ଅଟକାଇବାକୁ ଯାଇଛନ୍ତି। ଏହାର ଅର୍ଥ ଏହା ଅଟେ ଯେ ବର୍ଷା ହେଉଥିଲା ଏବଂ ଆମର ଘରର ଛାତରୁ ପାଣି ପଡ଼ୁଥିଲା। ବାପା ବର୍ଷା ପାଣି ଅଟକାଇବା ପାଇଁ ଛାତ ବନାଉଥିଲେ, ଅର୍ଥାତ୍ ବର୍ଷାର ପାଣି ଆକାଶରୁ ହିଁ ପଡ଼ିଥାଏ ଏବଂ ଆମେ ସମସ୍ତେ ତ ଏହା ମାନିଥାଉ ଯେ ଆକାଶରେ ହିଁ ସ୍ୱର୍ଗ ଅଛି। ଏହା ପ୍ରଥମ କଥାର ଅର୍ଥ ଅଟେ। ଦ୍ୱିତୀୟ କଥା ମୁଁ କହିଥିଲି ଯେ ଭାଇ ବିନା ଝଗଡ଼ାରେ ଝଗଡ଼ା କରି ଯାଇଛନ୍ତି। ଏହାର ଅର୍ଥ ଏହା ଅଟେ ଯେ ସେ ରେଙ୍ଗନି କଣ୍ଟାକୁ କାଟିବାକୁ ଯାଇଛନ୍ତି। ଯଦି କେହି ମଧ୍ୟ ରେଙ୍ଗନି କଣ୍ଟାକୁ କାଟିବ ତ ତାର ଶରୀରରେ କୌଣସି ନା କୌଣସି ଜାଗାରେ କଣ୍ଟା ଗଡ଼ିଯିବ, ଅର୍ଥାତ୍ ଝଗଡ଼ା ନ କରି ମଧ୍ୟ ଝଗଡ଼ା ହେବ ଏବଂ ଶରୀରରେ ଆଘାତ ଲାଗିବ। ରାଜା ତାର କଥାରେ ସହମତି ହୋଇଗଲା। ସେ ମନ ହିଁ ମନରେ ତାର ଚତୁରାଇର ପ୍ରଶଂସା କରିବାକୁ ଲାଗିଲା। ସେ ଉତ୍ସୁକତାର ସହିତ ପଚାରିଲା, ଏବଂ ତୃତୀୟ ଓ ଚତୁର୍ଥ କଥାର ଅର୍ଥ କ'ଣ ଅଟେ ଝିଅ? ଝିଅ କହିଲା, ମହାରାଜ, ତୃତୀୟ କଥା ମୁଁ କହିଥିଲି ଯେ ମା ଗୋଟିଏରୁ 2ଟି କରିବାକୁ ଯାଇଛି। ଏହାର ଅର୍ଥ ଅଟେ ଯେ ମା ହରଡ଼ ଡାଲିକୁ ପେଷିବାକୁ ବା ତାକୁ 2 ଖଣ୍ଡ କରିବାକୁ ଯାଇଛି। ଯଦି ଗୋଟା ଡାଲିକୁ ପିଷାଯାଏ ଓ ଗୋଟିଏ ଦାନାରୁ 2 ଭାଗ ହୋଇଯାଏ, ଅର୍ଥାତ୍ ଏହା ଥିଲା ଗୋଟିଏରୁ 2ଟି କରିବା। ଏବଂ ଚତୁର୍ଥ କଥା, ଏହି ସମୟରେ ଚାଉଳ ରନ୍ଧା ହେଉଥିଲା ଏବଂ ସେଥିରୁ ଗୋଟିଏ ଚାଉଳ ବାହାର କରି ଦେଖୁଥିଲି ଯେ ଚାଉଳ ପୁରା ସିଝିଲାଣି ନା ନାହିଁ।
ଏହାର ଅର୍ଥ ଅଟେ ଯେ ଗୋଟିଏ ଚାଉଳ ଦେଖିକରି ହିଁ ଜଣାଯାଏ ଯେ ପୂରା ଚାଉଳ ସିଝିଛି କି ନାହିଁ। ଅର୍ଥାତ୍ ଚାଉଳର ସଂସାରକୁ ମୁଁ ଘରେ ବସି ଦେଖୁଥିଲି। ଏହା କହି ଝିଅଟି ଚୁପ୍ ହୋଇଗଲା। ରାଜା ସବୁ କଥାର ଅର୍ଥ ବୁଝିଗଲା। ସେହି ଝିଅର ବୁଦ୍ଧିମାନୀ ଭରା କଥା ରାଜାକୁ ଆଶ୍ଚର୍ଯ୍ୟ କରିଦେଲା। ପୁଣି ରାଜା କହିଲା, ଝିଅ, ତୁ ତ ବାହାରିଲୁ ବହୁତ ହୋସିଆର। ସବୁ ଉତ୍ତର ତୋର ଯେମିତି ହୋଇଥାଏ ତଲବାର। କିନ୍ତୁ ଏହା ତ କୁହ, ମୋର ସ୍ନେହର ଝିଅ, କାଲି କାହିଁକି କହିଲ ନାହିଁ ଏହି ସମସ୍ତ କାହାଣୀ? ଝିଅଟି ହସିକରି କହିଲା, ମୁଁ ତ କହିଥିଲି ଯେ କାଲି ଯେବେ ଆପଣ ଆସିଥିଲେ ତ ମୁଁ ଭାତ ରାନ୍ଧୁଥିଲି। ଯଦି ମୁଁ ଆପଣଙ୍କୁ ସବୁ କଥାର ଅର୍ଥ ବୁଝାଇଥାନ୍ତି ତ ଭାତ କଅଁଳ ବା ଜଳି ଯାଇଥାନ୍ତା। ତ ମା ମୋତେ ଅବଶ୍ୟ ପିଟିଥାନ୍ତେ। କିନ୍ତୁ କାଲି ଘରେ କେହି ମଧ୍ୟ ନଥିଲେ। ଯଦି ମୁଁ ଏମାନଙ୍କୁ କହିଥାନ୍ତି ଆପଣ ଋଣ କ୍ଷମା କରିଦେଲ ତ ଏମାନେ ମୋର କଥାର ବିଶ୍ୱାସ କରିନଥାନ୍ତେ। ଆଜି ସ୍ୱୟଂ ଆପଣଙ୍କ ମୁହଁରୁ ଶୁଣିକରି ଯେ ଆପଣ ଋଣ ମୁକ୍ତ କରିଦେଲ ତ ଏମାନଙ୍କୁ ବିଶ୍ୱାସ ହୋଇଗଲା ଏବଂ ଖୁସି ମଧ୍ୟ। ରାଜା ଝିଅର କଥା ଶୁଣି ବହୁତ ପ୍ରସନ୍ନ ହେଲା। ସେ ତାର ବେକରୁ ମୋତିର ମାଳି ଖୋଲି ତାକୁ ଦେଇ କହିଲା, ଝିଅ, ଏହା ନିଅ, ନିଜ ଚତୁରତାର ପୁରସ୍କାର। ତୁମର ବାପାକୁ ତ ମୁଁ ଋଣମୁକ୍ତ କରିଦେଇଛି। ଏବେ ତୁମକୁ ଏବଂ ତୁମର ଘର ଲୋକଙ୍କୁ ମୋ ଠାରୁ ବାହାନା ବନାଇବାକୁ ପଡ଼ିବ ନାହିଁ। ଏବେ ତୁମେ ସମସ୍ତେ ନିଶ୍ଚିନ୍ତ ରୁହ। ଯଦି ପୁଣି କେବେ କୌଣସି ଜିନିଷର ଆବଶ୍ୟକ ପଡ଼ିବ ତ ମୋତେ କହିବ। ଏତିକି କହି ରାଜା ଝିଅକୁ ଆଶୀର୍ବାଦ ଦେଇ ଚାଲିଗଲା। ଝିଅର ପରିବାର ଲୋକ ତାକୁ ଖୁସିରେ ଆଲିଙ୍ଗନ କଲେ। ଏପରି ଭାବରେ ଗୋଟିଏ ଛୋଟ ଝିଅର ନିଜ ଚତୁରତା, ସଂଯମ ଏବଂ ବ୍ୟବହାରିକ ବୁଦ୍ଧି ଦ୍ୱାରା ନା ତ ସେ ଖାଲି ନିଜ ବାପାର ଋଣକୁ ମୁକ୍ତ କଲା, ବରଂ ରାଜାର ହୃଦୟ ମଧ୍ୟ ଜିତିଲା। ଏବଂ ଏହିଭଳି ଭାବରେ ଗୋଟିଏ ଚତୁର ଝିଅ ନିଜର ପୂରା ପରିବାରକୁ ସମ୍ମାନ ଏବଂ ଶାନ୍ତି ଦେଲା, ନା ତ ବାହାନା ଦ୍ୱାରା, ମିଛ ଦ୍ୱାରା, ବରଂ ନିଜର ସତତା ଏବଂ ହୋସିଆରି ଦ୍ୱାରା। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି କାହାଣୀଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।